প্রিয় শ্রোতা বন্ধু, দৈনিক ରାଶିଫଳ को ନେଇ ଆମେ ସମସ୍ତେ ଆଜି ବି ଏକାଠି ହେଇଛେ। ଏଣୁ ସମସ୍ତଙ୍କୁ ଅଭିନନ୍ଦନ। ଆଜି ଆମେ 11 ତାରିଖ ଗୁରୁବାର, ଡିସେମ୍ବର 11 ତାରିଖ ଗୁରୁବାର 12 ରାଶିର ଦୈନିକ ରାଶିଫଳ ଉପରେ ନିଶ୍ଚୟ ଆଲୋଚନା କରିବା। ହେଲେ ତତ୍ପୂର୍ବରୁ ବୁଝିନେବା ଏ ବୃହସ୍ପତି ଚଳନରେ ମେଷ, ବୃଷ ଆଉ ମିଥୁନ ରାଶିର ବ୍ୟକ୍ତି ସମୁଦାୟ ଯେଉଁ ଯେଉଁ ନକ୍ଷତ୍ରର ଅଧିକାରୀ, ସେ ନକ୍ଷତ୍ର ସେମାନଙ୍କୁ କେତେ ଭଲ ବା କେତେ ମନ୍ଦ ଫଳ ଦେବ, ସେ ବିଷୟରେ ଅବଶ୍ୟ ଆଲୋଚନା କରିବା। ଆଜି ସୂର୍ଯ୍ୟାସ୍ତ 5:06:56 ପରେ, ମାନେ 5ଟା 6 ପରେ ସୂର୍ଯ୍ୟାସ୍ତ 5ଟା 6 ପରେ। ଆଉ ଅଶୁଭ ସମୟ ଦିନ 1:03ରୁ 2:25 ମଧ୍ୟରେ। ଦିନ 1:03ରୁ 2:25 ମଧ୍ୟରେ। ଆଜି ଘାତବାର ତୁଳା ଆଉ କୁମ୍ଭ ରାଶିର ଘାତବାର। ଘାତଚନ୍ଦ୍ର କର୍କଟ ଓ ମକର ରାଶି ପୁରୁଷଙ୍କର। ଡିସେମ୍ବର 11 ତାରିଖ ଗୁରୁବାର, ମେଷ ରାଶିର ଦ୍ୱିଜା ନକ୍ଷତ୍ରର ଆଜି ବଡ଼ ଅଶୁଭ ଦିନ। ମେଷ ରାଶିଧାରୀ ବ୍ୟକ୍ତି ସମୁଦାୟ ଆଜି ନାନାବିଧ ଲୌକିକ ସୁଖ ଅବଶ୍ୟ ଲାଭ କରିବେ। ନାନାବିଧ ଲୌକିକ ସୁଖ ଅବଶ୍ୟ ଲାଭ କରିବେ। ଯଦି ବିଚାରି କୌଣସି କାର୍ଯ୍ୟ କରିବେ, ମାନେ ଭାବି ବିଚାରି କୌଣସି କାର୍ଯ୍ୟ କରିବେ, ତେବେ ସେ କାର୍ଯ୍ୟ ସୁରୁଖୁରୁରେ ସମାହିତ ହେବ। ଅନ୍ୟଥା ତରବରରେ କଲେ ଏହି ଶ୍ରମ ବୃଥା ହୋଇଯିବ। ଦେହ ମୁଣ୍ଡ ଦରଜ ହେବ ଆଉ ମନ ଅସ୍ଥିର ହେବ। ବନ୍ଧୁ ପରିଜନ ହସିବେ, ମିଶିବେ ଆଉ ସବୁ ଭଲ। କ'ଣ ବୁଝିଲେ? ମେଷ ରାଶିର ଆଜି ହେଉଛି ସକ୍ସେସଫୁଲ୍ ଡେ। ସବୁ କାମ ସୁରୁଖୁରୁରେ ହେବ। ଯଦି ଭାବି ବିଚାରି ସ୍ଥିର ମନରେ ସବୁ କାମ କରନ୍ତି, ଯଦି ତରବରରେ କହିବେ, ସବୁ ଶ୍ରମ ପାଣିରେ ଚାଲିଯିବ। ଏଣୁ ହେ ମେଷ ରାଶିର ବନ୍ଧୁଗଣ, ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁନି, କୌଣସି କାର୍ଯ୍ୟ କରନ୍ତୁନି। ଆଜି ଏକ ଶୁଭ ଦିନ, ଭଲ ଦିନ। ସମସ୍ତେ ଆପଣଙ୍କୁ ସ୍ୱାଗତ କରିବେ, ସମ୍ମାନିତ କରିବେ, ଆଦର କରିବେ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଯଦି ତରବର ହେବେ, ଏ ସବୁଥିରେ ଗଣ୍ଡଗୋଳ ହେଇଯିବ। ରହିଲି। ବୃଷ ରାଶି, ଡିସେମ୍ବର 11 ତାରିଖ ଗୁରୁବାର, ବୃଷ ରାଶିର ମୃଗଶିରା ନକ୍ଷତ୍ରର ଆଜି ଅଶୁଭ ଦିନ। ଗୁରୁବାର ହେତୁ ବୃଷାଧିପ ଶୁକ୍ର ସତର୍କ ରହିବେ। ତଥାପି ଆଜି ଝଗଡ଼ା କଜିଆ କଳି ହୋଇପାରେ। ଝଗଡ଼ା ହେଇପାରେ, କଜିଆ ହେଇପାରେ, କଳି ହେଇପାରେ। ଝଗଡ଼ା ମାନେ ଛାଡ଼ିବିନି,
କଜିଆ ଟିକେ ଉଚ୍ଚ କଣ୍ଠରେ ପାଟି, କଳି ପରସ୍ପର ବସିକିରି ପରସ୍ପର ଦୋଷ ଖୋଜିବେ। ଏଥିପାଇଁ ଦୁଃଖ ହେବ, ମନସ୍ତାପ ହେବ। କାଲିର ବ୍ୟାଧି ଆଜି ଧୀରେ ଧୀରେ ଉପଶମ ହେବ। ବେଳ ପାଇଲେ ଟିକେ ଗୋ ସେବା କରନ୍ତୁ। ଶିବାଳୟ ଯାଇ ସେଠାରେ ବସି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ନହେଲେ ଓମ୍ ନମଃ ଶିବାୟ ଏ ମନ୍ତ୍ର ଜପ କରନ୍ତୁ, ଦେହ ଭଲ ହେଇଯିବ। ଡିସେମ୍ବର 11 ତାରିଖ ଗୁରୁବାର, ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରର ଅଶୁଭ ସମୟ। ପୁଣି ବୁଦ୍ଧ ଗୁରୁଙ୍କର ଅପ୍ରିୟ ଗ୍ରହ, ଏଣୁ ସାମାନ୍ୟ ମନୋମାଳିନ୍ୟ ହୋଇପାରେ। ଆଜି ମିଥୁନ ପାଇଁ ଆୟ ପଥ ଉନ୍ମୁକ୍ତ ରହିବ। ଯିଏ ଯେଉଁ ଉପାୟରେ କର୍ମପନ୍ଥା ନିର୍ଣ୍ଣୟ କରିଛନ୍ତି, ସାନ ବଡ଼ ସମସ୍ତ ବୃତ୍ତିଧାରୀଙ୍କର ଯଥେଷ୍ଟ ଆୟ ହେବ। ଶାରୀରିକ ସମସ୍ୟା ନାହିଁ କହିଲେ ଚଳେ। ପୈତୃକ ସମ୍ପତ୍ତିକୁ ନେଇ ଯେଉଁ ଭାତୃ ବିବାଦ ମୁଣ୍ଡ ଟେକିଥିଲା, ତାର ସମାଧାନ ହେବ। ଆଉ ସବୁ ଭଲ। ଡିସେମ୍ବର 11 ତାରିଖ ଗୁରୁବାର, କର୍କଟ ରାଶିର ଅଶ୍ଳେଷା ନକ୍ଷତ୍ରର ଆଜି ଅଶୁଭ ଦିନ। କର୍କଟ ରାଶି ପୁରୁଷଙ୍କର ଆଜି ଘାତବାର। ଗୁରୁବାର ହେତୁ ଚନ୍ଦ୍ର ବୃହସ୍ପତିଙ୍କ ଠାରୁ ଆଶ୍ୱାସନା ପାଇବେ। ବୃଥା ଖର୍ଚ୍ଚ କରି ଦୁଃଖିତ ହେବେ, ଏଣୁ ସାବଧାନ। ଖର୍ଚ୍ଚର ପନ୍ଥା ଖୋଲିଯିବ। ଟିକେ ମନକୁ ସଜାଡ଼ି ନିଅନ୍ତୁ। ମନ ଅଶାନ୍ତ ହେବ। କାରଣ କ'ଣ? କାହିଁକି ମନ ଅଶାନ୍ତ ହେବ? ଟିକେ ଈଶ୍ୱରଙ୍କୁ ଚିନ୍ତା କରନ୍ତୁ। ପ୍ରାୟ ଓମ୍ ଏ ଧ୍ୱନି କରନ୍ତୁ। ଦେହ ଠିକ୍ ରହିବ। ଖାଦ୍ୟପେୟ ବି ରୁଚିକର ହେବ। ତଥାପି ଆଜି ଅର୍ଜିତ ଧନକୁ ପାଇ ଖୁସି ହୋଇପାରିବେନି। ଜୀବନ ଜଞ୍ଜାଳପୂର୍ଣ୍ଣ ଭଳି ଲାଗିବ। ଜୀବନସାଥୀଙ୍କ ଠାରୁ ସମର୍ଥନ ନ ପାଇପାରନ୍ତି। ଆଜି କର୍କଟ ରାଶିର ପୁରୁଷଙ୍କୁ ତାଙ୍କ ଧର୍ମପତ୍ନୀ, ପତ୍ନୀଙ୍କୁ ତାଙ୍କର ସ୍ୱାମୀ ସମର୍ଥନ ନ କରିପାରନ୍ତି। ଏ ଗୋଟେ ସମସ୍ୟା ହେବ। ସେଇଥିପାଇଁ ବୋଧେ ମନ ଅଶାନ୍ତ ହେବ। ଓମ୍ ଏ ଧ୍ୱନି ବାରମ୍ବାର କରନ୍ତୁ। ଡିସେମ୍ବର 11 ତାରିଖ ଗୁରୁବାର, ସିଂହ ରାଶିର ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଅଶୁଭ ଦିନ। ହେଲେ ସମସ୍ୟା ନାହିଁ। ସ୍ୱାସ୍ଥ୍ୟ ଠିକ୍ ରହିବ। ଅଧିକ ଖଟଣି ହେତୁ କ୍ଳାନ୍ତ ହୋଇପାରନ୍ତି, ମାତ୍ର ତାହା ପୀଡ଼ା ଦେବନି। ବଢ଼ିଆ ଭୋଜନ ଲାଭ ହେବ। ରୋଜଗାର ବଢ଼ିଯିବ। ଅନ୍ତରଙ୍ଗ ମିଷ୍ଟଭାଷୀ ଜୀବନସାଥୀ, ଆଜି ସୁଯୋଗ୍ୟ ସନ୍ତାନ, ହିତାକାଂକ୍ଷୀ କର୍ମଚାରୀ ଆଉ ସମସ୍ତେ ସିଂହ ରାଶି ପାଇଁ ଆନନ୍ଦ ଦେବେ। ସମସ୍ତେ ପାଖକୁ ଆସିବେ, ମିଠା କଥା କହିବେ, ଶାନ୍ତି ଲାଗିବ। ଦେହ ଠିକ୍ ରହିବ। ଦେବ ଦର୍ଶନ କଲେ ଆଉ ଟିକେ ଭଲ ଫଳ ପାଇବେ। ମନ ଆଜି ଯାହା ଖୋଜୁଥାଏ, ଯେଉଁ ଯେମିତିଆ ମଣିଷ ଖୋଜୁଥାଏ, ଯେମିତିଆ ସନ୍ତାନ, ଯେମିତିଆ ଜୀବନସାଥୀ, ଯେମିତିଆ ସାଙ୍ଗ, ଯେମିତିଆ ପରିଜନ, ସମସ୍ତେ ଆଜି ସେଇଭଳି ବ୍ୟବହାର କରିବେ। ସମସ୍ତେ ପାଖରେ ରହିବେ। ଡିସେମ୍ବର 11 ତାରିଖ ଗୁରୁବାର, କନ୍ୟା ରାଶିର ଚିତ୍ରା ନକ୍ଷତ୍ରର ଆଜି ଅଶୁଭ ଦିନ। ଆଜି ଦିନଟି ଏ ରାଶି ପାଇଁ ଆଦୌ ଶୁଭଦ ନୁହେଁ। ଗୁରୁବାର ହେତୁ ଶାନ୍ତି ବ୍ୟାହତ ହେବ।
ବ୍ୟୟ ଚିନ୍ତା ବଢ଼ିଯିବ। ଭାଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବନି। ସୁଖ ଆଜି ସ୍ୱପ୍ନ ଭଳି ଆସିବ ଆଉ ଯିବ। ଏଣୁ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ ବା ଦୁର୍ଗା ଦୁର୍ଗା ଉଚ୍ଚାରଣ କରନ୍ତୁ। ଏତଦ୍ ବ୍ୟତୀତ ଆପଣଙ୍କୁ ଆଉ କେହି ସାହା ହେବେନି। ଏଇଭଳି ଦୁର୍ଗା ଦୁର୍ଗା ଉଚ୍ଚାରଣ କଲେ ଆପଣଙ୍କର ସମସ୍ତ ସମସ୍ୟା ତା ବାଟରେ ଚାଲିଯିବ। ଡିସେମ୍ବର 11 ତାରିଖ ଗୁରୁବାର, ତୁଳା ରାଶିର ବିଶାଖା ନକ୍ଷତ୍ରର ଆଜି ଅଶୁଭ ଦିନ। ଗୁରୁବାର ହେତୁ ଶୁକ୍ର ମୂଳ ତ୍ରିକୋଣରେ ଥିବାରୁ ତୁଳା ରାଶିଧାରୀ ସମସ୍ତ ଜନତା ଆଜି ସୁଖ ଶାନ୍ତି ଓ ଆନନ୍ଦ ପାଇ ଖୁସିରେ ରହିବେ। କର୍ତ୍ତବ୍ୟ ଠିକ୍ ଠାକ୍ କରିବେ। ଦେହ ସମସ୍ୟା ନାହିଁ। ଆଜି ତୁଳା ରାଶିର ଘାତବାର, ସାବଧାନ। କେଉଁଠି ବାଜିଯାଇ ବାଡ଼ି ଦର୍ଜ ହୋଇପାରେ ବା ରକ୍ତ ଯାଇପାରେ। ସମସ୍ତ ବୃତ୍ତି ଓ ସେବାରୁ ଆଜି ଭଲ ଆୟ ହେବ। ବ୍ୟବସାୟୀମାନଙ୍କର ବଢ଼ିଆ ଲାଭ ହେବ। କୃଷକମାନେ ଆୟ ଅମଳ ଦେଖି ଖୁସି ହେବେ। ବିଛା ରାଶି ଡିସେମ୍ବର 11 ତାରିଖ ଗୁରୁବାର, ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ଦିନ। ବିଛା ରାଶିର ଲୋକେ ଆଜି ସାଫଲ୍ୟମଣ୍ଡିତ ହେବେ, ପ୍ରଫୁଲ୍ଲିତ ରହିବେ, ଶୁଭ ସମ୍ବାଦ ଶୁଣିବେ, ଉତ୍ତମ ଆୟ ହେବ, ରୁଚିକର ଭୋଜନ ହେବ। କର୍ମମୁଖର ରହି ସବୁ ଅତୀତକୁ ପାସୋରି ଦେବେ। କର୍ମକୁ ସୁଚାରୁ ରୂପେ ସମ୍ପନ୍ନ କରି ଖୁସି ହେବେ। କର୍ମରୁ ଯଶ, ଅର୍ଥ, ଆଦର, ସମ୍ମାନ ନିଶ୍ଚୟ ମିଳିବ। ଏବେ ଧନୁରାଶି ଡିସେମ୍ବର 11 ତାରିଖ ଗୁରୁବାର, ଧନୁରାଶି ପୂର୍ବାଷାଢ଼ ନକ୍ଷତ୍ରର ବଡ଼ ଅଶୁଭ ଦିନ। ସମ୍ମାନ ହାନି ହେବାର ସମ୍ଭାବନା ବେଶୀ। ବୃଥା ଖର୍ଚ୍ଚ ହୋଇପାରେ। ଭାବି ବିଚାରି କାମ କରନ୍ତୁ। ବ୍ୟବହାର ଓ କଥାବାର୍ତ୍ତାରେ ସଂଯମତା ରକ୍ଷା କଲେ ଭଲ। ଧନୁ ରାଶି ପାଇଁ ଆଜି ଭଲ ଦିନ ନୁହେଁ। ମକର ରାଶି ଡିସେମ୍ବର 11 ତାରିଖ ଗୁରୁବାର, ରାଶି ମକର, ନକ୍ଷତ୍ର ଧନିଷ୍ଠା। ଡିସେମ୍ବର 11 ତାରିଖ ଗୁରୁବାର, ରାଶି ମକର, ନକ୍ଷତ୍ର ଧନିଷ୍ଠାର ଅଶୁଭ ଦିନ। ମକର ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଦିନଟି ମକର ରାଶି ପାଇଁ ଅଶୁଭ। ଦେହ ଅତ୍ୟନ୍ତ ଅସୁସ୍ଥ ହେବ। ମନ ଅସ୍ଥିର ହେବ। ମୁଣ୍ଡ ବିନ୍ଧିବ। ପରିବେଶ ଅଶାନ୍ତ ବୋଧ ହେବ। କୌଣସି ଦିଗରୁ ଭଲ ଦିଶୁନି। ଦୁର୍ଗା ଦୁର୍ଗା ସ୍ମରଣ କରନ୍ତୁ। ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ପାରିଲେ ସିଦ୍ଧ କୁଞ୍ଜିକା ସୂତ୍ର ପାଠ କରନ୍ତୁ ବା ବାରମ୍ବାର ଦୁର୍ଗା, ଏ ଦି ଅକ୍ଷର ଦୁ ଆଉ ଗ, ଦୁର୍ଗା ଦୁର୍ଗା ବାରମ୍ବାର ଉଚ୍ଚାରଣ କରନ୍ତୁ, ମଙ୍ଗଳ ହେବ। ତାପରେ କୁମ୍ଭ କଥା ବୋଲିବା। ଡିସେମ୍ବର 11 ତାରିଖ ଗୁରୁବାର, କୁମ୍ଭ ରାଶିର ପୂର୍ବଭାଦ୍ରପଦ ନକ୍ଷତ୍ରର ବଡ଼ ଅଶୁଭ ଦିନ। ମାତ୍ର କୁମ୍ଭ ରାଶିର ଆଜି ସୁଖକର ଦିନ। ଆଜି ଋଣମୁକ୍ତ ହେବା ପାଇଁ ସୁଯୋଗ ମିଳିବ। ଶତ୍ରୁ ଦମନ କରିବା ପାଇଁ ସମୟ ଆସିବ। ଏ ସୁଯୋଗର ସୁବିନିଯୋଗ କଲେ ଭଲ ହେବ। ଦେହ ସୁସ୍ଥ ରହିବ। ଖାଦ୍ୟ ରୁଚିକର ହେବ। ଶୟନରୁ ଆନନ୍ଦ ପାଇବେ। ବଢ଼ିଆ ଆୟ ହେବ। ପ୍ରିୟ ପରିଜନ ଆଦର କରିବେ। କୁମ୍ଭର ଭଲ ଦିନ। ମୀନ ରାଶି ଡିସେମ୍ବର 11 ତାରିଖ ଗୁରୁବାର, ମୀନ ରାଶିର ରେବତୀ ନକ୍ଷତ୍ରର ଅଶୁଭ ଦିନ। ମାତ୍ର ମୀନର ଆଜି ବଢ଼ିଆ ଦିନ କହିଲେ
ଭଲ ହେବ। ଚାକିରିଆମାନଙ୍କର ସହକର୍ମୀ, ବ୍ୟବସାୟୀମାନଙ୍କର ସହଯୋଗୀ ମନ ପ୍ରାଣ ଦେଇ କାମ କରିବେ। ଭଲ ରୋଜଗାର ହେବ। ଗୃହସ୍ଥଙ୍କୁ ବନ୍ଧୁ ମିତ୍ର ଓ ଭାଇ ଭଉଣୀ ସାହାଯ୍ୟ କରିବେ। ମନୋବଳ ଦୃଢ଼ ହେବ। ଦେହ ସୁସ୍ଥ ରହିବ। ସମସ୍ତ ଲୌକିକ ଓ ସାମାଜିକ ସମାରୋହରେ ଆନନ୍ଦରେ ଦିନ ଅତିବାହିତ ହେବ। 12 ରାଶିର ଦୈନିକ ରାଶିଫଳକୁ ନେଇ ଏକ କ୍ଷୁଦ୍ର ପ୍ରବନ୍ଧ ପାଠ କଲେ। ଏହି ବୃହସ୍ପତି ଚଳନରେ ଆମେ ମୀନରୁ ଫେରିଥିଲେ କର୍କଟ ପର୍ଯ୍ୟନ୍ତ। ଏବେ ମିଥୁନ, ବୃଷ, ମେଷ। ମେଷ ରାଶିର 3 ନକ୍ଷତ୍ର, ତେଣୁ ଅଶ୍ୱିନ ନକ୍ଷତ୍ରର ମେଷ ରାଶିର ଅଶ୍ୱିନ ନକ୍ଷତ୍ରର ପ୍ରୀତିଲାଭ ହେବ। ଏ ଯେଉଁ ଗୁରୁ ଚଳିଲେ କର୍କଟରୁ ମିଥୁନକୁ ପ୍ରତ୍ୟାବର୍ତ୍ତନ କଲେ, ଏତଦ୍ୱାରା ମେଷ ରାଶି ଅଶ୍ୱିନ ନକ୍ଷତ୍ରର ପ୍ରୀତିଲାଭ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ଆଉ ଯେଉଁ ଝଗଡ଼ାଝାଟି ଥିଲା ତାହା ସେ ମନୋମାଳିନ୍ୟ ସବୁ ଦୂର ହେବ। ଯୁବକ ଯୁବତୀଙ୍କ ପାଇଁ ଜୀବନସାଥୀ ମିଳିଯିବ। ଅନ୍ୟମାନଙ୍କ ପାଇଁ ଆଦର ସ୍ନେହ ମମତା ବଢ଼ିବ। ମେଷ ରାଶି ଅଶ୍ୱିନ ନକ୍ଷତ୍ରକୁ ବୃହସ୍ପତି ଭଲ ଫଳ ଦେବେ। ଦ୍ୱିଜା ନକ୍ଷତ୍ରକୁ ତୀର୍ଥ ଦର୍ଶନ ଯୋଗ ଅଛି। ଏଣୁ ଧର୍ମ କରିବା ପାଇଁ ସୁଯୋଗ ମିଳିବ। ମାନସିକ ପରିବର୍ତ୍ତନ ହେବ। କୃତ୍ତିକା ନକ୍ଷତ୍ରକୁ ରାଜଲକ୍ଷ୍ମୀ ଲାଭ ହେବେ। ଧନ ଧାନ୍ୟ ଯଶ ସମ୍ମାନ ଆଦର ପ୍ରେମ ଆତିଥ୍ୟ ଆଦି ପ୍ରାପ୍ତ ହେବ। ମେଷ ରାଶି କୃତ୍ତିକା ନକ୍ଷତ୍ରର ସବୁଠାରୁ ଭଲ ଦିନ, ଭଲ ସମୟ ଆସୁଛି। ବୃହସ୍ପତି ମେଷ ରାଶି କୃତ୍ତିକା ନକ୍ଷତ୍ରକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ। ବୃଷ ରାଶି ପାଇଁ କୃତ୍ତିକା ନକ୍ଷତ୍ରକୁ ବୃହସ୍ପତି ସ୍ଥାନାନ୍ତରିତ ଦଣ୍ଡ ଦେବେ। ବଦଳି ହେବ। କେଉଁଠିକି ଦୂରକୁ ଯଦି ଘର ଭଡ଼ାରେ ଥିବେ ଘର ବଦଳାଇବାକୁ ପଡ଼ିବ, ବା ଅନ୍ୟତ୍ର ଯାଇ ମଠ ମନ୍ଦିରରେ ରହିବେ। ଏଇଭଳି ସ୍ଥାନାନ୍ତରିତ ଦୁଃଖ ଦେବେ ବୃହସ୍ପତି କୃତ୍ତିକା ନକ୍ଷତ୍ରକୁ। କୃତ୍ତିକା ବୃଷ, ରୋହିଣୀ ବୃଷ ପାଇଁ କ'ଣ? ନାନାବିଧ ଦୁଃଖ ମିଳିବ। ମେଷର ଅପୋଜିଟ୍ ବୃଷ ହେଇଛି ଏବେ। ରୋହିଣୀ ବୃଷକୁ ନାନାବିଧ ଦୁଃଖ ମିଳିବ। ଜନ୍ମ ଜାତକରେ ବୃହସ୍ପତି ଅଷ୍ଟମରେ ବା ଦ୍ୱାଦଶରେ ଥିଲେ ଏହି ସମସ୍ୟା ଆସିବ, ଅନ୍ୟଥା ନୁହେଁ। ଯଦି ବୃଷ ରାଶି ରୋହିଣୀ ନକ୍ଷତ୍ର ବୃହସ୍ପତି ଜନ୍ମ ଜାତକରେ ଅଷ୍ଟମରେ ବା ଦ୍ୱାଦଶରେ ଅଛନ୍ତି, ତାହେଲେ ରୋହିଣୀ ନକ୍ଷତ୍ରକୁ ନାନାବିଧ ଦୁଃଖ ମିଳିବ, ନହେଲେ ନା ମିଳିବନି। ବୃଷ ରାଶି ମୃଗଶିରା ନକ୍ଷତ୍ରକୁ ଭୂମି ଅର୍ଥ ଲାଭ ହେବ। ବହୁ ଅର୍ଥ ସମାଗମ ହେବ। ଅର୍ଥ ସମସ୍ୟା ଦୂର ହେବ। ଯଦି ବୃହସ୍ପତି ଜନ୍ମ ଜାତକରେ ଦ୍ୱିତୀୟାଧିପତି ହୋଇ ଦ୍ୱିତୀୟରେ ଥିବେ ବା ଦଶମରେ ଥିବେ, ତାହେଲେ ଅବଶ୍ୟ ମୃଗଶିରା ନକ୍ଷତ୍ର ବୃଷ ରାଶିକୁ ଏସବୁ ସୁଖ ମିଳିବ। ମିଥୁନରେ ସେହି ମୃଗଶିରା ନକ୍ଷତ୍ର କଳହ କଜିଆରେ ମାତିବେ। ସେହି ମୃଗଶିରା ନକ୍ଷତ୍ର ଯଦି ମିଥୁନ ରାଶି, ତାହେଲେ ତାଙ୍କ ଭଲ ନୁହଁ। କଜିଆ କଳହରେ ଦିନ ଯିବ। କେମିତି ନା, ଯଦି ଜନ୍ମ ଜାତକରେ ଗୁରୁ ରାହୁ ବା ବୁଧଙ୍କ ସହ ଥିବେ, ଦ୍ୱାଦଶରେ ବା ତୃତୀୟରେ ଥିବେ। ଜନ୍ମ ଜାତକରେ ବୃହସ୍ପତି ଯଦି ଦ୍ୱାଦଶରେ ବା ତୃତୀୟରେ, ରାହୁ
ବା ବୁଦ୍ଧଙ୍କ ସହ ଥିବେ ତାହେଲେ ଏଇ ମୃଗଶିରା ନକ୍ଷତ୍ର ମିଥୁନ ରାଶିର ଅଶୁଭ ହେବ, ନହେଲେ ନା। ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରକୁ ପ୍ରୀତି ଲାଭ ହେବ, ଦାମ୍ପତ୍ୟ ସୁଖ ମିଳିବ। ଦାମ୍ପତ୍ୟ ଜୀବନରେ ଯେଉଁ କଳି ଝଗଡ଼ା ମାନ ଅଭିଯାନ ଥିବା ତୁଟିଯିବ। ଯୁବକ ଯୁବତୀଙ୍କୁ ଜୀବନସାଥୀ ମିଳିବ। ଅନ୍ୟମାନଙ୍କୁ ପ୍ରେମ ଆଦର ସ୍ନେହ ଶ୍ରଦ୍ଧା ପ୍ରୀତି ସମ୍ମାନ ମିଳିବ। ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ରକୁ ବଡ଼ ବିପଦ, ଶସ୍ତ୍ରାଘାତ ହେବ, ରକ୍ତପାତ ହେବ। ଯଦି ଜନ୍ମ ଜାତକରେ ବୃହସ୍ପତି କେନ୍ଦ୍ରାଧିପତି ଦୋଷରେ ଦୋଷୀ ଥିବେ, ଜନ୍ମ ଜାତକରେ ବୃହସ୍ପତି ଯଦି କେନ୍ଦ୍ରାଧିପତି ଦୋଷରେ ଦୋଷୀ ହୋଇଥିବେ ଏବଂ ସେ ଥିବେ ଅଷ୍ଟମରେ, ତାହେଲେ ରକ୍ତପାତ ଜନିତ ଦୁଃଖ ଭୋଗିବେ। ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରଧାରୀ ବ୍ୟକ୍ତି ଆଗେ ଜନ୍ମଜାତକରେ ଗ୍ରହମାନଙ୍କ ସ୍ଥିତି ନିରୀକ୍ଷଣ କରନ୍ତୁ, ତାପରେ ଅନ୍ୟାନ୍ୟ କଥା। ଯଦି ସେଠାରେ ସେମାନେ ସୁସ୍ଥ ସବଳ ଶାନ୍ତ, ତାହେଲେ ଦୁଃଖ ଯାହା ଆସିବ ତା ସାମାନ୍ୟ ମାର୍ଜିତ। ଜନ୍ମ ଜାତକରେ ଯଦି ସେ ଗ୍ରହମାନେ ସେତେ ସୁସ୍ଥ ସବଳ ଶାନ୍ତ ନୁହନ୍ତି, ଦୁର୍ବଳ ଶତ୍ରୁଗ୍ରସ୍ତ ଅସ୍ତ ସୁପ୍ତ ଓ ପୀଡ଼ିତ, ତେବେ ଯେତେ ରାଜମହଲ ରହିଲେ ବି ପାଖରେ ମହୁ ଘିଅ ଆଦର ସବୁ ଥିଲେ ବି ପିତା ଲାଗିବ। ବନ୍ଧୁ, ଆପଣା କଲା କର୍ମ ମାନ ବେଳୁ ହୋଇବ ସାବଧାନ। ପାରୁଛନ୍ତି ଅନ୍ୟର ପ୍ରଶଂସା କରନ୍ତୁ, ନିନ୍ଦା କାର କରନ୍ତୁନି। ଭଲ ହୁଅନ୍ତୁ, ଭଲ ହେଲେ ସମସ୍ତେ ଭଲ କହିବେ। ଯେଉଁମାନେ ଅନ୍ୟର ଛିଦ୍ର ଖୋଜନ୍ତି, ଅନ୍ୟର ଭୁଲ ବାଛନ୍ତି, ସମୟ ଆସିବ ସେମାନେ ପୁରା ଭୁଲ ହେଇଯିବେ, ଗୋଟାପଣ ଭୁଲ ହେଇଯିବେ, ପୁରା ବିଛୁଆତି ବାଇଡଙ୍କ ବା ସବାଳୁଆ ହେଇଯିବେ। ଯେଉଁମାନେ ଅନ୍ୟମାନଙ୍କର ଗୁଣ ଖୋଜନ୍ତି, ସମୟ ଆସିବ ସେମାନେ ସଜ ଫୁଲ ହେଇଯିବେ, ସମସ୍ତଙ୍କର ମଥାମଣି ହେଇଯିବେ। ସମସ୍ତେ କହିବେ ଆହା କେଡ଼େ ଯୋଗ୍ୟ, ହଁ ହବନି, ତା ବାପା କେମିତିଆ, ଜେଜ କେମିତିଆ, ସିଏ କେଉଁ ଘରର ଭଣଜା, କେଉଁ ଘରର ପୁଅ, ସିଏ ହବନି। ଯଦି ମନ୍ଦ ହେଇଯିବେ, ଭଲ ଘରର ପୁଅ ହେଇଥିଲେ ବି, ଯୋଗ୍ୟ ପିତାଙ୍କ ସନ୍ତାନ ହେଇଥିଲେ ଲୋକ କହିବେ ଆଶା ଗୋବରଟା ଗନ୍ଧ ହେଉଛି, ତା ବାପା ତ ସେଇଆ ଆଉ, ତା ଜେଜ ତ ସେଇଆ ଥିଲା ଆଉ। ତେଣୁ କୃଷ୍ଣଙ୍କ ପାଇଁ ବାସୁଦେବଙ୍କ ପାଇଁ ବସୁଦେବଙ୍କ ସମ୍ମାନ ବଢ଼ିଲା। ନହେଲେ ବସୁଦେବଙ୍କୁ ଚିହ୍ନିଥିଲା କିଏ? ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ଦୁଃଖ ସୁଖ ହେବା। ମୁଁ ଟିକେ ଅସୁସ୍ଥ ଅଛି ତ ରହିଲି, ନମସ୍କାର।